ଗ୍ରାଉଣ୍ଡ ଜିରୋକୁ ଓହ୍ଲେଇ ସାରିଲେଣି। ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହେଇ ଯାଉଥିବ ଆମର ଆସେସମେଣ୍ଟ ମଧ୍ୟ ସେହି ହିସାବରେ ହେଇ ଯାଉଥିବ। ଦ୍ୱିତୀୟ ହେଇଛି ଗୁଡ଼ିଏ ଜାଗାରେ ଘର ଭାଙ୍ଗିବାର ରିପୋର୍ଟ ମଧ୍ୟ ଆମ ପାଖରେ ହସ୍ତଗତ ହୋଇଛି। ଏବେ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଗାଁ ଯିବେ ପ୍ରଭାବିତ ଅଞ୍ଚଳ ଏବଂ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ତାର ମଧ୍ୟ ସେମାନେ ଆକଳନ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ତୃତୀୟ ବିଷୟ ହେଲା ଯେ ଇଏ ଫସଲ ହାନିରେ ବ୍ୟାପକ ଭାବରେ ଏଥର ପନିପରିବାର ମଧ୍ୟ ଫସଲ ହାନି ହୋଇଛି। ତେଣୁ ଯେତେ ପନିପରିବାର କ୍ଷତି ହୋଇଛି ତାର ମଧ୍ୟ ନିଖୁଣ ଏବଂ ସମ୍ବେଦନଶୀଳ ଆକଳନ କରିବା ପାଇଁ ଆମେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ଟିକେ ସମ୍ବେଦନଶୀଳତାର ସହିତ ଏବଂ ମାନବୀୟ ଦୃଷ୍ଟିକୋଣରୁ ସେମାନେ ଇଏ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ନିଖୁଣ ରିପୋର୍ଟ ପ୍ରସ୍ତୁତ କରିବେ। 72 ଘଣ୍ଟା ସମୟ ଦେଇଛୁ। 72 ଘଣ୍ଟା କହିଲେ ପାଣି ନିଷ୍କାସନ ହେଲା ପରେ 72 ଘଣ୍ଟା ପାଣି ନିଷ୍କାସନ ହେଇ ଯାଉଥିବ ଏବଂ ଗୋଟେ ଗୋଟେ ଜାଗାର ଆକଳନ ହେଇ ଯାଉଥିବ। ଏଇଟା ରହିଲା ଲୋକଙ୍କର କ୍ଷତିପୂରଣ କଥା। ଦ୍ୱିତୀୟ ହେଲା ଯୋଉଟା ଆମ ପାଇଁ ମହତ୍ୱପୂର୍ଣ୍ଣ କାମ, ସେ କାମ ଆରମ୍ଭ ହୋଇଛି, ସେଟା ହେଲା ଡିସ୍ଇନଫେକ୍ସନ କରିବା। ଯେଉଁ ଯେଉଁ ଜାଗାରେ ବନ୍ୟାରେ ଅଞ୍ଚଳ ପ୍ରଭାବିତ ହୋଇଥାଏ ସେ ଜାଗାରେ ବିଭିନ୍ନ ପ୍ରକାର କୀଟାଣୁ ମଧ୍ୟ ଆସିକି ପ୍ରବେଶ କରିଥାନ୍ତି। ଏବେ ପବ୍ଲିକ ହେଲ୍ଥ ଡିପାର୍ଟମେଣ୍ଟ, ଡ୍ରିଙ୍କିଂ ୱାଟର ଡିପାର୍ଟମେଣ୍ଟ, ପଞ୍ଚାୟତିରାଜ ଡିପାର୍ଟମେଣ୍ଟ ଏବଂ ସହରାଞ୍ଚଳରେ ଅର୍ବାନ ଡିପାର୍ଟମେଣ୍ଟ ଏ କାମରେ ଲାଗିଗଲେଣି। ସେଥିରେ ଜଳସମ୍ପଦ ବିଭାଗର ମଧ୍ୟ ଯେଉଁ ଯେଉଁ ଜାଗାରେ ବୋରୱେଲ ସବୁ ଅଛି ବୋରୱେଲର ଡିସ୍ଇନଫେକ୍ସନ କରିବା, ବନ୍ଧ ସବୁ ଥିଲା ଯେଉଁଟା ବନ୍ୟା ପାଣିରେ ପୁରି ଯାଇଥିଲା ତାକୁ ମଧ୍ୟ ଡିସ୍ଇନଫେକ୍ସନ କରିବା, କୂଅମାନଙ୍କୁ ଡିସ୍ଇନଫେକ୍ସନ, ଯେତେ ୱାଟର ବଡି ଅଛି ତାକୁ ଡିସ୍ଇନଫେକ୍ସନ କରିବାର କାମ ମଧ୍ୟ ଆରମ୍ଭ ହୋଇଗଲାଣି। ପିଇବା ପାଣିର ସମସ୍ୟା ପାଣି ନିଷ୍କାସିତ ହେବା ପର୍ଯ୍ୟନ୍ତ ଥାଏ। ତେଣୁ ପିଇବା ପାଣିର ପାଇଁ ମଧ୍ୟ ଆମେ ବ୍ୟାପକ ଭାବରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛୁ ଯେତେବେଳେ ପର୍ଯ୍ୟନ୍ତ ଡିସ୍ଇନଫେକ୍ସନ କାମ ସମ୍ପୂର୍ଣ୍ଣ ହେଇନାହିଁ। ସାପ କାମୁଡ଼ା ଗୋଟେ ସମସ୍ୟା, ତାର ପାଇଁ ମଧ୍ୟ ସଜାଗ ଅଛି ହେଲ୍ଥ ଡିପାର୍ଟମେଣ୍ଟ। ଯେଉଁ ଜାଗାରେ ଆବଶ୍ୟକ ପଡ଼ିବ ସାଙ୍ଗେ ସାଙ୍ଗେ ଆଣ୍ଟିଭେନମ୍ ଇଞ୍ଜେକ୍ସନ ନେଇକରି ସେମାନେ ପହଞ୍ଚିବେ। ଏବଂ ଆହୁରି ସବୁଥିରୁ ମହତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଗୁଡ଼ିଏ ବିଭାଗ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେଥିରେ ଏନର୍ଜି ଡିପାର୍ଟମେଣ୍ଟ, ଶକ୍ତି ବିଭାଗର ମଧ୍ୟ ବହୁ ଜାଗାରେ ଇନଷ୍ଟଲେସନ କ୍ଷତିଗ୍ରସ୍ତ ହୋଇଛି। ପିଆର ଡିପାର୍ଟମେଣ୍ଟ, ପଞ୍ଚାୟତିରାଜ ଡିପାର୍ଟମେଣ୍ଟ ତାର ରାସ୍ତା ମଧ୍ୟ ବହୁ ଜାଗାରେ କ୍ଷତିଗ୍ରସ୍ତ ହୋଇଛି। ଆରଡି ଡିପାର୍ଟମେଣ୍ଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ୱାଶ ଡିପାର୍ଟମେଣ୍ଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଗୁଡ଼ିଏ ଜାଗାରେ ଘାଇର ମଧ୍ୟ ସମ୍ବାଦ ଆପଣମାନେ ଦେଇଛନ୍ତି। ସେ ଘାଇମାନେ ମଧ୍ୟ ମରାମତି କରିବାର ଆବଶ୍ୟକତା ଅଛି। ଯେତେ ଯେତେ ବିଭାଗ, ସେଥିରେ ମୁଁ ଆଉ ଦୁଇଟା ଜିନିଷ କାଲି ନିର୍ଦ୍ଦେଶ ଦେଇଛି। ସେଇଟା ହେଲା ଯେ ତୁରନ୍ତ ଏଇ କ୍ଷୟକ୍ଷତିର ଆକଳନ ସାଙ୍ଗରେ ସାଙ୍ଗରେ କେଉଁ କେଉଁ ଅଙ୍ଗନବାଡି କେନ୍ଦ୍ରମାନେ ପ୍ରଭାବିତ ହେଲା ଏବଂ କେଉଁ କେଉଁ ପ୍ରାଥମିକ ମାଧ୍ୟମିକ ସ୍କୁଲ ପ୍ରଭାବିତ ହେଲା ତାର ରିପୋର୍ଟ ମୁଁ ମାଗିଛି। ସ୍ୱତନ୍ତ୍ର ଭାବରେ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ ପ୍ରଭାବିତ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲ ସେମାନଙ୍କୁ ମଧ୍ୟ ଧନରାଶି ଆମେ ଦେବୁ, ଯେମିତି ଟିକେ ବର୍ଷା ହେଲେ ସ୍କୁଲକୁ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ପାଣି ପଶିବ ନାହିଁ, ଛୁଆ ସୁରକ୍ଷିତ ରହିବେ। ସ୍ୱତନ୍ତ୍ର ଭାବରେ ଆମେ ଅନୁଦାନ ଦେବୁ। ବିଭିନ୍ନ ବିଭାଗର ମଧ୍ୟ ଆସେସମେଣ୍ଟ ଆସିବ, ତାର କେତେ କ୍ଷତି ହୋଇଛି ତାକୁ ମଧ୍ୟ ମରାମତି କରିବା ପାଇଁ ଆମେ ଦେବୁ। ସ୍ୱତନ୍ତ୍ର ଭାବରେ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏଥର ଯେଉଁ ଅନୁଭୂତି କହିଲେ ବିଭିନ୍ନ ଜାଗାରେ ଘାଇ ହେବା, ଯେଉଁଟା ଘାଇ ହେଇଛି ତାର ମରାମତି କରାଅ ଏବଂ ତାର ଭିତ୍ତିଭୂମି ଏଭଳିଆ କରାଅ ଯେମିତି କେବେ ଘାଇ ହେବାର ସମ୍ଭାବନା ରହିବ ନାହିଁ। ତାର ସାଙ୍ଗରେ ସାଙ୍ଗରେ ବାକି ଯେତେ ଜାଗାରେ ଏଭଳିଆ ପରିସ୍ଥିତି ଅଛି, ଆଜି ଘାଇ ହେଲା ନାହିଁ କାଲି ଘାଇ ହେଇପାରେ, ତାକୁ ମଧ୍ୟ ଥରେ ସର୍ଭେ କରିକିରି ତାର ମଧ୍ୟ ନିଖୁଣ ବ୍ୟବସ୍ଥା କରାଅ ଯେମିତି ଆକୁ ଘାଇ ହେବ ନାହିଁ। ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ ଯେଉଁଟା ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ ଯେ ଇଏ କାଲି କ୍ୟାବିନେଟ୍ରେ ମଧ୍ୟ ଏ ବାବଦରେ ମୁଁ ମାନ୍ୟବର ମନ୍ତ୍ରୀମାନଙ୍କୁ ମଧ୍ୟ ଏ ବାବଦରେ ସମ୍ପୂର୍ଣ୍ଣ ଅବଗତ କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଯାଇକରି ଇଏ କାମର ସମୀକ୍ଷା କରିବା ପାଇଁ, କାମ କହିଲେ ଆସେସମେଣ୍ଟର କାମ ସମୀକ୍ଷା କରିବା ପାଇଁ, ଗ୍ରାଉଣ୍ଡ ଜିରୋକୁ ପହଞ୍ଚିବା ପାଇଁ ଏବଂ ସ୍ଥିତିକୁ ପରୀକ୍ଷା ପାଇଁ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେମାନେ ମଧ୍ୟ ଯିବାଟା ଆରମ୍ଭ କରିବେ। ଇଏ ବିଷୟ ଭିତରେ ଆମର ଯେଉଁ ପାଖରେ ଅର୍ଥରାଶି ଅଛି 500 କୋଟି ଟଙ୍କା କାଲି କେନ୍ଦ୍ର ସରକାର ମଧ୍ୟ ଆମକୁ ଦେଇଛନ୍ତି। ସେଥିରେ ମିଟିଗେସନ କହନ୍ତି ତାକୁ, ବନ୍ୟାରେ ମ୍ୟାନେଜମେଣ୍ଟ ଗୋଟେ ଦିଗ, ମିଟିଗେସନ ଆଉ ଗୋଟେ ଦିଗ। ମିଟିଗେସନ କହିଲେ ବନ୍ୟାର ପ୍ରକୋପକୁ କମ୍ କରିବା ପାଇଁ କେଉଁ କେଉଁ ଭିତ୍ତିଭୂମିର ଆବଶ୍ୟକତା ଅଛି ତାର ମଧ୍ୟ
आकलन करवा ड्राइंग डिजाइन प्रस्तुत करवा डिटेल प्रोजेक्ट रिपोर्ट प्रस्तुत करने विभिन्न विभाग एवं जिला प्रशासन को निर्देश दिखाई सीटा आसिले ताकू मध्य आगामी दिन में बन्या को रोकी पारिबु नहीं बन्या आसीबो वर्षा हेबो किंतु बन्यार प्रकोप को कौन कौन पदक्षेप नेले प्रकोप कमिबो से बाबद आम डिटेल प्रोजेक्ट रिपोर्ट प्रस्तुत करवाटा आरंभ करिछु। सर या विषय बन्या विपद भितर आप देखुए अनेक गुड़े पॉलिटिकल बयानबाजी आसूची मु देखे नहीं से सब मत लोक दुर्दशा दिशुची दुर्दशा सांगरे सांगरे केतले 24 घंटा ये काम आम रहीचु गणमाध्यम द्वारा जो जो संवाद परिवेशन होउची सेमानकु मध्य धन्यवाद देवा कथा नकारात्मक हो सकारात्मक हो प्रत्येक न्यूज आम टिप्स निजको सुधारिया तेणु सेमानकर मध्य जेते गणमाध्यम माध्यम आम बहुत समस्या जानिया पाइलु सबु जिला प्रशासन को आम पठेलु जे यार भी समाधान कर और रहा बयानबाजी कथा जो मैंने बयानबाजी करती से काम करती नहीं जो मैंने काम करती से बयानबाजी करती शासक दल मंत्री हूँ विरोधी दल विधायिका हूँ कि जेल को धमक दिला कि पीओ को धमक दिला तो कि बीडीओ को धमक दिला लोक एने अभियोग नेता जिलापाल देखो तो मुझे आपको कहूँ जे आमर दृष्टिभंगी सब सकारात्मक हवा कथा मो ये विभाग मंत्री एवं ये विभाग एसआरसी स्पेशल रिलीफ कमिशनर ये विभाग जे एडिशनल चीफ सेक्रेटरी रेभिन्यू ताकू आरंभ कर तृणमूल स्तर में जो राजस्व कर्मीटा अच्छी आरआईटा अच्छी अमीनटा अच्छी से प्रेरित करी सांगरे नहीं क्षमता एवं कार्यदक्षता को व्यवहार करी केते लोकों सेवा से नियोजित करेंगे सेटा मोर प्राथमिकता हवा कथा।